लड़े चालीची लड़े चालीची जंगल रे जंगल रे जंगल रे जंगल रे ठिकଣା खोजुची बनवासी ठिकଣା खोजुची बनवासी जीवन को जीवार नाही तार अधिकार अभिशप्त भाग्य तार विधातार विचार अंध को मिलीची अंधकार अंध को मिलीची अंधकार निया झरा जह्न राति जळुची से हसी 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 ठिकଣା खोजुची बनवासी ठिकଣା खोजुची बनवासी भिटा माटीरू से तड़ा खाइछि जाजाबर होई घुरी बुलिछि राह नहीं तारा साहबी नहीं बंचिबाकु भरोसा नहीं प्रतारणा पाई पाई बलिदान देई देई सर्वहरा शीत जाउछि भासी ठिकଣା खोजुची बनवासी ठिकଣା खोजुछि बनवासी सपन होइब सता आसिबरे दिने सुख सपन
ହୋଇବ ସତ ଆସିବରେ ଦିନେ ସୁଖ ଜଙ୍ଗଲ ଜୀବିକା ସୁରକ୍ଷିତ ହେବ आशा नहीं मरी हसी हसी जानिला से कहीं जाए भासी भासी ठिकଣା खोजुची बनवासी ठिकଣା खोजुची बनवासी जीवन को जीवार नहीं तार अधिकार अभिशप्त भाग्य तार विधातार विचार अंध को मिली अंधकार अंध को मिली अंधकार निया झरा जन्ह राति जड़ुची से हसी 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 ठिकଣା खोजुची बनवासी ठिकଣା खोजुची बनवासी ଯୁଗେ ଯୁଗେ ଅବହେଳିତ ଓ ଅପହଞ୍ଚ ହେଇ ବିକାଶର ମୁଖ୍ୟ ଧାରାଠାରୁ ଦୂରେଇ ରହିଥିବା ଗ୍ରାମୀଣ ଭାରତରେ ଜଙ୍ଗଲ ଓ ଜଙ୍ଗଲରେ ଆଦିବାସୀ ତଥା ବନବାସୀଙ୍କର ଜୀବନ ଚରମ ଲାଞ୍ଛନା ଓ ନିର୍ଯାତନାର ଜ୍ୱଳନ୍ତ ନିଦର୍ଶନ। ନିଜର ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଦଶ ଦଶନ୍ଧି ଧରି ନିରବଚ୍ଛିନ୍ନ ସଂଘର୍ଷ କରିଚାଲିଥିବା ସମୁଦାୟ 62ଟି ଆଦିବାସୀ ସମ୍ପ୍ରଦାୟ ଓଡ଼ିଶାରେ ହାହାକାର ଓ ନୈରାଶ୍ୟତା ଭିତରେ କାଳାତିପାତ କରୁଛନ୍ତି। ନାହିଁ ନଥିବା ଦୁର୍ଦ୍ଦଶା ଓ ବିଭୀଷିକାର ଏହି କରୁଣ ଚିତ୍ରପଟ ସୁନ୍ଦରଗଡ଼ ଜିଲ୍ଲାରେ ସମ୍ପ୍ରତି ଅତ୍ୟନ୍ତ ଉଦ୍ବେଗଜନକ। ବଞ୍ଚିବାର ରାହା ନାହିଁ, ଜୀବନର ସାହା ନାହିଁ, ବିକାଶର ଚିହ୍ନ ନାହିଁ, ପ୍ରଗତିର ସ୍ଥିତି ନାହିଁ। ସବୁଠି ଅଦେଖା ବ୍ୟଥାର ଜ୍ୱାଳା, ସବୁଠି ଅବୁଝା ଦହନର ଝଞ୍ଜା। ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି କଲେକ୍ଟର କାର୍ଯ୍ୟାଳୟ ଯାଏ, ଜଙ୍ଗଲ ବିଭାଗ କର୍ମଚାରୀଙ୍କଠୁ ପ୍ରଧାନମନ୍ତ୍ରୀଙ୍କର ଦପ୍ତର ଯାଏ, ସେମାନଙ୍କ ବିଷୟରେ ଗବେଷଣା କରି IAS ପଢ଼ୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସେମାନଙ୍କର ଅବସ୍ଥାକୁ ଅନୁଭବ କରିବାକୁ ଆକାଶ ମାର୍ଗରୁ ଗସ୍ତ କରୁଥିବା ମାନ୍ୟବର ମନ୍ତ୍ରୀଗଣଙ୍କ ଯାଏ, ସବୁଠି ତାଙ୍କ ପାଇଁ ମିଥ୍ୟା ପ୍ରତିଶ୍ରୁତିର ଛଳନା, ମିଛ ମଜବୁରିର ବାହାନା। ବର୍ଷ ବର୍ଷରୁ ଚାଲି ଆସିଥିବା ସେମାନଙ୍କର ଏହି ପାରମ୍ପରିକ ଜୀବନଯାପନର ହଳାହଳ ଅନୁଭବ କରିବାକୁ ବାସ୍ତବରେ ମଣିଷ ପଣିଆ ହିଁ ଆବଶ୍ୟକ। ଆଦିମ କାଳରୁ ଏହି ଆଦିବାସୀ ଓ ବନବାସୀମାନେ ସୁନ୍ଦରଗଡ଼ ଜିଲ୍ଲାରେ 9712 ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବସବାସ କରି ଆସୁଥିଲେ। ବଣ ପାହାଡ଼ ଘେରା ଏହି ଦୁର୍ଗମ ଜଙ୍ଗଲରେ କୌଣସି ବିଧିବଦ୍ଧ ଜୀବିକା ଉପାର୍ଜନର ମାଧ୍ୟମ ନଥାଇ ବି 4-6 ମାସ ଯେନ ତେନ ଖାଦ୍ୟ ସଂଗ୍ରହ କରି ଚଳିଯାଆନ୍ତି। ଅନ୍ୟ 6 ମାସ ପାଇଁ ଖାଦ୍ୟ ସଂଗ୍ରହର କୌଣସି ବ୍ୟବସ୍ଥା ନଥାଇ ମଧ୍ୟ ସେହି ନିରୀହ ବନବାସୀମାନେ ତାଙ୍କର ମାଠୁ ବି ଅତି ନିଜର ଜଙ୍ଗଲକୁ କେବେ ପର ବୋଲି ଭାବିପାରନ୍ତିନି କିମ୍ବା ତାକୁ ଛାଡ଼ି କୁଆଡ଼େ ଯାଇପାରନ୍ତି ନାହିଁ। ପାହାଡ଼ିଆ ଅସମତଳ ମାଟିରେ ନିଜର ଝାଳକୁ ନିଗାଡ଼ି ଫସଲ ମୁଠାଏ ଅମଳ କରିବାକୁ ପଡ଼େ। ତାକୁ ପୁଣି ରାତି ଦିନ ଉଜାଗର ରହି ବନ୍ୟ ପଶୁଙ୍କ କବଳରୁ ରକ୍ଷା କରିବାକୁ ପଡ଼େ। ଟୋପାଏ ପାଣି ପାଇଁ ଯିବାକୁ ପଡ଼େ କାହିଁ କେତେ କୋଶ ଦୂର ପାହାଡ଼ ସେପଟକୁ। ଆବଡ଼ା ଖାବଡ଼ା ପଥୁରିଆ ଉଠାଣି ରାସ୍ତାରେ କ୍ଳାନ୍ତ ଆଦିବାସୀ ମହିଳାଙ୍କର ଅସହାୟତାକୁ ପାଦର ବ୍ୟଥା ଭାଷାରେ ଅବର୍ଣ୍ଣନୀୟ।
ସେଥିରେ ପୁଣି ଚୁଆରେ ବର୍ଷ ସାରା ମଇଳା ପାଣି। ସେଇ ଦୂଷିତ ପାଣି ହତଭାଗ୍ୟ ମଣିଷଙ୍କ ପାଇଁ ପାନୀୟ ଜଳ। ତାକୁ ଭରି ନେବାକୁ ମାଠିଆମାନଙ୍କର କେତେ ଯେ ତୃଷ୍ଣା, ସେହି ତୃଷାର୍ତ ଆଦିବାସୀମାନଙ୍କର ପୁଣି କେତେ ଯେ ପ୍ରତୀକ୍ଷା। ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ସହିତ କେନ୍ଦୁପତ୍ର ତୋଳିବା ଜଙ୍ଗଲ ଜୀବନର ଏକ ପ୍ରଧାନ ଘଟଣା। ଘଞ୍ଚ ଜଙ୍ଗଲର ବିଷଧର ସର୍ପ ଓ ବାଘ ଭାଲୁ ଆଦିଙ୍କ ବିପଦକୁ ଭ୍ରୂକ୍ଷେପ ନ କରି ନିଜର ପେଟ ପାଇଁ ମୁଠାଏ ଦାନାର ଆବଶ୍ୟକତାକୁ ପୂରଣ କରିବାକୁ ଆଦିବାସୀ ସ୍ତ୍ରୀମାନେ ଦଳ ଦଳ ହେଇ ପତ୍ର ତୋଳିଥାନ୍ତି। ଖାଲି ସେତିକି ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧାରୁ ମଧ୍ୟ ଏମାନେ ବଞ୍ଚିତ। ପ୍ରସୂତି ବେଦନାରେ କଷ୍ଟ ପାଉଥିବା କୌଣସି ସ୍ତ୍ରୀଟିଏର ଅବସ୍ଥା ବି ଏଠି କହିଲେ ନ ସରେ। ଉପାୟହୀନ ନିରାଶ ମଣିଷର ସ୍ପନ୍ଦନହୀନ ପ୍ରାଣ ଦୁଃଖ ସହିବାର ନୀରବତାରେ ଜର୍ଜରିତ ଏହି ଅରଣ୍ୟ ତାହାର ଅରୁଣିମାରେ ତଥାପି ବାସ୍ନା ହୁଏ ସମ୍ଭାବନାମୟ ଏକ ନୂଆ ସକାଳର। କାନ୍ଧରେ ଟୋକେଇ ଭାରରେ ବୁହା ହୁଏ ବିଚରା ସ୍ତ୍ରୀଟିକୁ ଦୂରରେ ଥିବା ଡାକ୍ତରଖାନା ପର୍ଯ୍ୟନ୍ତ। ଜୀବନରେ କିଛି ଅଭିଳାଷା ନଥିବା ଏହି ସରଳ ପ୍ରାଣ ସଂସାରର ବସ୍ତୁବାଦୀ ମୋହଠାରୁ ବି ବହୁତ ଦୂରରେ। ବାସ୍ତବରେ ଯେଉଁଠି ଦୁଃଖ ସହିବାର ମାତ୍ରା ଯେତିକି ଗଭୀର, ସେଠି ଜୀବନର ଜଟିଳତା ସହିତ ଲଢ଼େଇ କରିବାର ଇଚ୍ଛା ବି ସେତିକି ବିଶାଳ। ସେଇ ବିଶାଳତାରୁ ହିଁ ଝରି ଆସେ ହୃଦୟର ଗୀତ, ଆତ୍ମାର ସଙ୍ଗୀତ। ଜୀବନର ଆହ୍ୱାନ ପଛେ ପଛେ ଆଗକୁ ଆଗକୁ ଗଲାବେଳେ ସେମାନଙ୍କର କ୍ଳାନ୍ତି ନଥାଏ, ଅବସାଦ ବି ନଥାଏ। ଧୀରେ ଧୀରେ ଆଖି ଆଗରୁ ଅପସରି ଯାଆନ୍ତି କୌଣସି ଯୁଦ୍ଧଭୂମିର ବୀରାଙ୍ଗନା ପରି। ଏସବୁ ଅକଥନୀୟ ଯନ୍ତ୍ରଣା ହସି ହସି ସହୁଥିବା ବେଳେ ସେମାନେ ଗୋଟିଏ କଥା ଭାବିଥିଲେ ଯେ ଏ ସାରା ଜଙ୍ଗଲଟା ତାଙ୍କର, ଆଉ ଏ ଜଙ୍ଗଲର ସବୁ ଗଛ ପାହାଡ଼ ଜମି ବି ତାଙ୍କର ଅତି ନିଜର। ଏଠି ସେମାନେ ଯାହା ବି ଚାହିଁବେ ତାହା କରିପାରିବେ। ସେ ସବୁଥିରେ ଆଉ କାହାର କିଛି ଅଧିକାର ନାହିଁ କିମ୍ବା କେବେ ବି ହେଇପାରେ ନା। ପ୍ରାୟ ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଜଙ୍ଗଲକୁ ନେଇ ତାଙ୍କ ମନରେ ଥିବା ଏହି ଭାବନା ହିଁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ପାଇଁ କାଳ ହେଲା। ଯେତିକିବେଳେ ସେମାନେ ଜଙ୍ଗଲର ଆତ୍ମା ସହିତ ନିଜର ଆତ୍ମାକୁ ମିଶାଇ ଦେଇ ବଞ୍ଚିବାରେ ଅଭ୍ୟସ୍ତ ହୋଇ ଉଠିଥିଲେ, ଠିକ୍ ସେତିକିବେଳେ ସେମାନଙ୍କୁ ବାରମ୍ବାର ନିଜର ଭିଟାମାଟି ଓ ଚାଷ ଜମିକୁ ବଦଳାଇ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲିବା ପରି ହୃଦୟ ବିଦାରକ ପରିସ୍ଥିତିର ଦାବାନଳରେ ଜଳି ପୋଡ଼ି ପାଉଁଶ ହେବାକୁ ପଡ଼ିଲା। ସମଗ୍ର ଭାରତର ଅନ୍ୟ ରାଜ୍ୟ ଓ ଜିଲ୍ଲାମାନଙ୍କ ପରି ସୁନ୍ଦରଗଡ଼ର ଜଙ୍ଗଲ ଅଞ୍ଚଳରେ ବି ଗଢ଼ି ଉଠିଲା ଅନେକ କଳକାରଖାନା, ଶିଳ୍ପାନୁଷ୍ଠାନ ଏବଂ ଜଳଭଣ୍ଡାର। ପ୍ରଗତିର ଏହି କାହାଣୀ ଯେତିକି ବଳିଷ୍ଠ ହେଲା, ବିସ୍ଥାପନ ପରି ଉତ୍କଟ ସମସ୍ୟାର ଶୂଳୀରେ ବଳି ପଡ଼ୁଥିବା ଅସଂଖ୍ୟ ଆଦିବାସୀ ପରିବାରର ଧ୍ୱଂସ ଜୀବନ ସେତିକି ଉଗ୍ର ହେବାରେ ଲାଗିଲା। ଉନ୍ନତିର ମହଲ ପାଇଁ ମାଟିରେ ମିଶିଲା ଅଗଣିତ କୁଡ଼ିଆ ଘର। ନିଜର ଝାଳବୁହା ମେହନତର ଚାଷ ଜମି ଓ ଘର ଅଗଣା ଉପରେ କୌଣସି ସରକାରୀ ଅଧିକାର ନଥିବା ଯୋଗୁଁ ବାରମ୍ବାର ତାଙ୍କୁ ବିତାଡ଼ିତ ହେବାକୁ ପଡ଼ୁଛି ବୋଲି ଧୀରେ ଧୀରେ ସେହି ଅଶିକ୍ଷିତ ଏବଂ ଅନୁନ୍ନତ ବନବାସୀ ସମ୍ପ୍ରଦାୟ ବୁଝିବାରେ ଲାଗିଲା। ଏ ଗାଁରେ ତ କ'ଣ କହିବି, କିଛି ସୁବିଧା ସୁଯୋଗ ନାହିଁ, ତଥାପି ଆମେ ବସବାସ କରି ଚାଲି ଆସୁଛୁ। ମେନ୍ କଥା ଆମ ଗାଁରେ ପାଣିର ସୁବିଧା ନାହିଁ, ରାସ୍ତାଘାଟର ସୁବିଧା ନାହିଁ। ମହିଳାମାନେ ଗର୍ଭବତୀ ହେଲେ ରାସ୍ତାର ନେବା ଆଣିବାର ସୁବିଧା ନାହିଁ। ଆଜ୍ଞା ଆମର ଇ ଗାଁ थी बसवास करबार आमर 40 वर्ष नु ऊपर हेलान हेले आमके आसुछन जेन आज्ञा मैंने आमके कहून कि गाँ थी तुम गाँ थी जितकी अच्छ तुम पट्टा नी न हे पट्टा जिनिसटा कहीं आम नहीं जानी भल भाव में कि पट्टा नी न लगी आम पढ़ी नहीं पार्बार कि पढ़ले हेले आम कास्ट सर्टिफिकेट नी मिल नी न लगे आम पढ़ी नहीं पार्बार आउ जथा कथा पढ़ी गले हेले आमके जन टाइपिंग दसन हेटा हेला आम पाइबार लगी हकदार नहीं हबार। और जंगल अच्छा तुम्हें काटी कला अच्छा जंगल भीतर अच्छा कही कला पट्टा नहीं देवार यहाँ कहीं तो जिमु एखन बुआ मन तो सरी गल हेले इन आनी करी छाड़ी देले कहीं जिमु आ जाई का जे हमके रास्ता घाट
केनी ने जगह नहीं दिसबार आज्ञा पान रो बहुत असुविधा केने गाधवार हेले नी ने कि गुटे नलकूप हेले नी ने ना केने बाट गुटे बने का जे हेले जगह नी ने ना किछि असुविधा नहीं धान चाष करू छु बोही नेबार लागी फिर बाट नहीं ना आज्ञा बहुत पहाड़ काटी देले भी गोल लागू छ हले काटी देले फिर गोल लागू छन मोहरी दफेदार गुरा हेगरा गोल लागू छन बेले आर हमर बोही नहीं का जे हेले नहीं हंतु मोर मुडे बोहिसो हले फिर बैग गुरा बगड़ी जिसी हले फिर केने डॉक्टर गुटे इंजेक्शन नहीं आसबार आज्ञा डॉक्टर मुटे नहीं आसबार जंगल जगह कहिकला नहीं आसबार मुटे नहीं आसबार गोटिए पटे विकासर पूर्णमी अन्य पटे बलिदानर अमावास्या मझिरे पाद तळु घुंची जाउथबा माटी ओ मुंड उपरे छेंडी पड़ुथिबा आकाश को नहीं निरीह आदिवासी उपर बीती जाउथबा निर्यातनार दारुण परिस्थिति सेमानंक पई विभिन्न समय तैयारी हेतिबा राजस्व और जंगल नियम अनुसार तांको अधिकृत जमीबाड़ीर स्थायी पट्टा इत्यादि दियाजिबार व्यवस्था को सरकार ठीक भाव कार्यकारी नकरी परवर्ती पर्यायर सेमानंक उपरे चालुथिबा विभिन्न अत्याचार विरुद्ध रे कौनसी पदक्षेप नेबा बदल नीरव रहिले अन्य निकटस्थ राजस्व ग्रामर किछि खल प्रकृतिर बासिंदा तथा दुर्नीतिग्रस्त जंगल विभाग कर्मचारी माने हाथ में हाथ मिसाई एई पट्टा पाई नथिबा असहाय आदिवासी मानक पाखरु नियमित बेआईन बटी आदाय करुथिले एपरिकी पूजा पर्व समय सेमाने रक्त को पानी करी रोजगार करिथिबा तांकर समस्त संबल को जोर जबरदस्त छड़ाई नेउथिले स्थानीय प्रशासन आखिरे अंधपुटुली बांधी स्थाणु पालटि जाइथिला एहार फायदा उठाई अनेक लोक लाभवान हेउथिले निरीह वनवासींकर मास मासर परिश्रम जोगु तांको खेतरे हसुथिबा सोनार फसल को बलपूर्वक काटी निया जाउथिला समय देखि किछि दुर्बृत्त श्रेणीर लोक एमानंक फलंता खेत को उजाड़ी देबा उद्देश्य तांको चाष जमी भितर को दल दल गोरुपलों भी पुराई देबाकू साहस करती ए कथा जानिपारी से माने बिकड़े दौड़ी आसती गोरुपलों को घौड़ाई देबाकू मुठाए दानार शेष आशा आखि आगे उजुड़ी जीव ताको सहिबा जे केते कष्ट से कथा जार जाए से ही जाने धान खेतरे लहु लुहाण होइथिबार एई मर्मस्पर्शी कथा सबु मनरो लिभि नथिबा बेले पुणी किछि दुर्बृत्त ई असहाय मनीषंकर कुड़िया घरे पशि जबरदस्ती तांको छेली और कुकुड़ा आदि नहीं जावाकू योजना करती घरे केवल स्त्री लोक थिला बेले आरंभ हो जाए आउ एक नारकीय कांड निजर खाइबार इच्छा मेंटाइबा पई छेली कुकुड़ा को छड़ाई तो नियंती ता सहित
ସେମାନଙ୍କୁ ସେ ଇଲାକାରୁ ବିତାଡ଼ିତ କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ନିଆଁ ବି ଲଗାଇ ଦିଅନ୍ତି। ଆଖି ଆଗରେ ଚାହୁଁ ଚାହୁଁ ତାଙ୍କ ଫଟା କପାଳର ଝୁମ୍ପୁଡ଼ି ଘର ହୁତ୍ ହୁତ୍ ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଏ। ଚାରିଆଡ଼େ ଖେଳିଯାଏ କେମିତି ଏକ ଅଜଣା ଭୟର ଆତଙ୍କ। ସମସ୍ତଙ୍କର ଉଜଡ଼ା ମନ ହେଇଯାଏ ନୀରବ ନିଥର। ଯିଏ ଯୋଉଠି ବସିଲା ସେଇଠି ସେମିତି ବସି ରହେ ପଥର ପରି। ଇଏ କି ଦୁର୍ଭାଗ୍ୟ ସତରେ! କେତେ ଯେ ଦୁଃଖ, କେତେ ଯେ କଷ୍ଟ! ମନକୁ ଟାଣ କରି ପୁଣି ବଞ୍ଚିବାର ଚେଷ୍ଟା ଆରମ୍ଭ ହୁଏ। ପୁଣି ଜଙ୍ଗଲ ଭିତରେ ଆହାର ସନ୍ଧାନରେ ଲାଗି ପଡ଼ନ୍ତି ସ୍ତ୍ରୀ ଲୋକମାନେ। ଜୀବନର ସବୁ ଯନ୍ତ୍ରଣାକୁ ଭୁଲିବା ଚେଷ୍ଟାରେ ପୁରୁଷମାନେ ବି ଦି ଢୋକ ମଦ ପିଇ କାନ୍ଧରେ କୁରାଢ଼ି ସଜାନ୍ତି। ଟଳମଳ ପାଦ ତାଙ୍କର ପୁଣି ଆଗେଇ ଯାଏ ପିଠିରେ ଝୁଲିଥିବା ରେଡ଼ିଓ ମୂର୍ଚ୍ଛନାର ତାଳେ ତାଳେ। ଆଗରେ ପୁଣି ସେହି ଜଙ୍ଗଲର କ୍ୟାନଭାସ୍, ଭୟର ରଙ୍ଗ ଓ ଆଶଙ୍କାର ତୁଳିରେ ଆଙ୍କିବାକୁ ହେବ ପୁଣି ସେହି ଅସୁରକ୍ଷିତ ଜୀବନର ପ୍ରତିଛବି। ଏମିତି ଘଟି ଚାଲିଲା ଦୁର୍ଘଟଣା ପରେ ଦୁର୍ଘଟଣା। ସହିବାକୁ ହେଲା ଅଦେଖା ଘାର ଅସରନ୍ତି ବ୍ୟଥା। ବନର ମଣିଷ ବନକୁ ବା ଛାଡ଼ି ପାରନ୍ତା କେମିତି? ତାହା ବିନା ସେମାନଙ୍କର ଗତି ବା କାହିଁ? ଜଳ ବିନା ମାଛ ପରି, ଜଙ୍ଗଲ ବିନା ଆଦିବାସୀର ଜୀବନ ବି ଅସମ୍ଭବ। ଜୀବିକା ପାଇଁ ଅନ୍ୟ କୌଣସି ବୃତ୍ତିଗତ କଳାକୌଶଳ ବିଷୟରେ ଜାଣିନଥିବା ଏହି ଆଦିବାସୀମାନେ ଯେତେ ଥର ବି ବିତାଡ଼ିତ ହେଲେ ପୁଣି ଫେରି ଯାଉଥିଲେ ସେହି ଜଙ୍ଗଲକୁ। ସେମାନଙ୍କ ଉପରେ ବାରମ୍ବାର ଦାଉ ସାଧୁଥିବା ଗୁଣ୍ଡା ପ୍ରକୃତିର ଲୋକଙ୍କର ମନ ସମ୍ଭାଳି ହୁଏ ନା। ସେହି ଜଙ୍ଗଲ ଜମିର ପଟା ପାଇନଥିବା ନିରୀହ ଲୋକଙ୍କ ଭିତରେ ପୁରୁଣା ଡର ଓ ଭୟକୁ ସୃଷ୍ଟି କରିବା ଲକ୍ଷ୍ୟରେ ଏବଂ ସେମାନଙ୍କୁ ତଳି ତଳାନ୍ତ କରିବା ଉଦ୍ଦେଶ୍ୟରେ ପୁଣି ବସ୍ତି ଭିତରକୁ ପ୍ରବେଶ କରନ୍ତି। ଶତ୍ରୁମାନଙ୍କୁ ଦେଖିବା ମାତ୍ରେ ବସ୍ତିର ଲୋକମାନେ ନାଗରା ବଜାଇ ନିଜ ନିଜ ଭିତରେ ସତର୍କ ହୋଇ ଉଠନ୍ତି। ଦୂରରୁ ସେଇ ନାଗରାର ଶବ୍ଦ କାନରେ ପଡ଼ିଲା ମାନେ ବସ୍ତି ଲୋକଙ୍କ ଭିତରେ ଖେଳିଯାଏ କୁକୁଆ ଭୟର ଶିହରଣ। ସମସ୍ତେ ସବୁ କାମ ଛାଡ଼ି ଘର ଅଗଣାରୁ ବାହାରି ଆସନ୍ତି ବିକଳରେ ଗାଁ ଦାଣ୍ଡକୁ। କାହା ମୁଣ୍ଡରେ କିଛି ବୁଦ୍ଧି ପଶିପାରେ ନା। ସେଇ ଭୟାତୁର ପରିବେଶରେ ଯିଏ ଯୁଆଡ଼େ ପାଏ ବସ୍ତି ଛାଡ଼ି ପଳାଇ ଯାଆନ୍ତି। ଚାହୁଁ ଚାହୁଁ ପୁରା ବସ୍ତିଟି ପାଲଟି ଯାଏ ଖାଁ ଖାଁ ନିଶୁନ ମଶାଣି ପରି। ବିଭିନ୍ନ ପ୍ରକାରର ଲୁଟ୍ ତରାଜ କରିବା ସହିତ ସେମାନଙ୍କ ଘର ଅଗଣା ଭଙ୍ଗାରୁଜା କରି ଧ୍ୱସ୍ତ ବିଧ୍ୱସ୍ତ କରି ପକାନ୍ତି। ଆଜି ବି ଚାହୁଁ ଚାହୁଁ କୁସୁମର ଘର ଭାଙ୍ଗି ଚୂନା କରିଦେଲେ। ବାରମ୍ବାର ବେଆଇନ ଗୁଣ୍ଡାଗିରି ଓ ଲୁଟ୍ ତରାଜରେ ଅତିଷ୍ଠ ହୋଇ ପଡ଼ିଥିବା ଦୁଃଖିନୀ କୁସୁମର ହୃଦୟରେ ନିଆଁ ଲାଗିଲା। ସେ ନିଆଁ ଆଉ ଲିଭି ପାରିଲାନି। ଛାତି ଭିତରଟା ଶ୍ୱାସରୁଦ୍ଧ ହୋଇ ଯେମିତି ଫାଟି ପଡ଼ୁଥିଲା। ତାର ଆଉ ବଞ୍ଚିବାକୁ ଇଚ୍ଛା ନଥିଲା। ତାର ଅସହାୟ କ୍ରନ୍ଦନର ଚିତ୍କାର
ପ୍ରତିଧ୍ୱନିତ ହୋଇ ବନ ପାହାଡ଼ର ଶିରା ପ୍ରଶିରାରେ ଗୁଞ୍ଜରି ଉଠିଥିଲା। ସେଦିନ ଆଖିରୁ ନୁହେଁ ଲୁହର ଶ୍ରାବଣ ବହି ଯାଉଥିଲା ତାର ଆତ୍ମାରୁ। ନିଆଁ ଝରା ଜହ୍ନ ରାତି ଜଳୁଛି ସେ ହସି 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 ଠିକଣା ଖୋଜୁଛି ବନବାସୀ ଠିକଣା ଖୋଜୁଛି ବନବାସୀ ଜୀବନକୁ ଯିବାର ନାହିଁ ତାର ଅଧିକାର ଅଭିଶପ୍ତ ଭାଗ୍ୟ ତାର ବିଧାତାର ବିଚାର ଅନ୍ଧକୁ ମିଳିଛି ଅନ୍ଧକାର ଅନ୍ଧକୁ ମିଳିଛି ଅନ୍ଧକାର ନିଆଁ ଝରା ଜହ୍ନ ରାତି ଜଳୁଛି ସେ ହସି 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 ଠିକଣା ଖୋଜୁଛି ବନବାସୀ ଠିକଣା ଖୋଜୁଛି ବନବାସୀ କାନ୍ଦି କାନ୍ଦି କୁସୁମ ସେଦିନ ସବୁଦିନ ପାଇଁ ଆଖି ବୁଝିଲା। ଝରିଗଲା ଜଙ୍ଗଲକୁ ଭଲ ପାଇଥିବା ଆଉ ଜଣେ ଅଭିଶପ୍ତାର ଜୀବନ। ନିଷ୍ଠୁର ନିୟତିର ବିଚାର କେତେ ଯେ କଠିନ। ବିନା କାରଣରେ ଅନେକ ନିର୍ଦ୍ଦୋଷ ଆଦିବାସୀଙ୍କୁ ଜାଣିଶୁଣି ମିଥ୍ୟା କେସ୍ରେ ଫସାଇ ଜେଲରେ ପୁରାଇ ଦେଲା ପରି କୁସୁମ ମରିଗଲା ପରେ ତାହାର ଗେରସ୍ତକୁ ବି ଦାରୋଗ ବାବୁ ଆସି ବାନ୍ଧି ନେଇଗଲେ। ଜଙ୍ଗଲକୁ ଜବରଦସ୍ତି ଦଖଲ କରି ବେଆଇନ ଭାବରେ ଗଛ କାଟୁଥିବାର ମିଥ୍ୟା ଅଭିଯୋଗରେ ସେ ଥିଲା ଅନ୍ଧ ସରକାର ଆଗରେ ଅଭିଯୁକ୍ତ ଆସାମୀଟିଏ। ଏମିତି ମିଥ୍ୟା କେସ୍ର ତାଲିକା ଖୁବ୍ ଲମ୍ବା ହେବାରେ ଲାଗିଥିଲା। ସେସବୁ ରେକର୍ଡ ଓ ନଥିପତ୍ର ଆଜି ବି ଆମ ସଭ୍ୟ ସମାଜ ବା ଗଣତନ୍ତ୍ର ପାଇଁ କଳଙ୍କର କଥା। ଏସବୁ ମିଥ୍ୟା କେସ୍ ପାଇଁ ବର୍ଷରେ ଅନେକ ଥର କୋର୍ଟକୁ ଦୌଡ଼ି ଦୌଡ଼ି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆମ ଦେଶ ସ୍ୱାଧୀନ ହେବାର 40 ବର୍ଷ ପର୍ଯ୍ୟନ୍ତ ଏହି ଗରିବ ନିଷ୍ପେଷିତ ଆଦିମ ବନବାସୀଙ୍କର ଜଙ୍ଗଲ ଜୀବନ ନିଶ୍ଚିତ ନୈରାଶ୍ୟତା ଓ ହାହାକାର ଭିତରେ ଗତି କରୁଥିଲା। ଏ ଜଙ୍ଗଲରୁ ସେ ଜଙ୍ଗଲ ଘୁରି ବୁଲୁଥିଲେ ବି ସରଳ ଆଦିବାସୀ ଲୋକମାନେ ନିଜର ମା ଠାରୁ ବି ଅଧିକ ସେହି ଜଙ୍ଗଲକୁ ଛାଡ଼ି ପାରୁନଥିଲେ। ବରଂ ସେ ବସବାସ କରି ଚଳୁଥିବା ଜଙ୍ଗଲ ଜମିରେ ତାଙ୍କର କୌଣସି ସରକାରୀ ଅଧିକାର ନଥିବା ଯୋଗୁଁ ହିଁ ଏହି ସମସ୍ତ ସମସ୍ୟା ଓ ଦୁର୍ଦ୍ଦଶା ସୃଷ୍ଟି ହେଉଛି ବୋଲି ଧୀରେ ଧୀରେ ବୁଝିବାରେ ଲାଗିଲେ। ସତ୍ତ୍ୱାଧିକାର ବା ପଟ୍ଟା ନଥିବା ଯୋଗୁଁ ହିଁ ତାଙ୍କ ପିଲାମାନଙ୍କର ଶିକ୍ଷା ଓ ଚାକିରି ସୁବିଧା ତଥା ଇନ୍ଦିରା ଆବାସ, ମୋ କୁଡ଼ିଆ, ବିଦ୍ୟୁତ୍ ଯୋଜନା, ଜାତୀୟ ଭତ୍ତା, ଅଙ୍ଗନବାଡ଼ି କେନ୍ଦ୍ର ଆଦି ପରି ଜନକଲ୍ୟାଣକାରୀ ସରକାରୀ ଯୋଜନାର ହିତାଧିକାରୀ ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇ ଆସିଛନ୍ତି। ଆମର ତ ଭୋଟା ମିଳୁନାହିଁ। ଆମର ଭାଗ୍ୟ କ'ଣ ଯେ ଆମକୁ ଚାଉଳ ମିଳୁନାହିଁ। तो BLW की सब चीज़ कहा नहीं कर रहे थे हमारे सेवा बुतावन किसान पासे कर ढार किसान चलवाए वो लगे हमके जरूर करे चाहे यही तब हमारा बनबे नहीं करी ये असुविधा के तो तब ये सब पंचायत के जनवा पत्र हो सकी है। ए कथा जेतेबेले सेमानक मनरे गभीर भावरे दृढ़ीभूत हैला सेतेबेले सेई दृढ़तार उदास आकाशरे ही घनीभूत हेबारे लागिला एक रोमांचकारी क्रांतिर कला मेघ। गोटे पटे जगतीकरण और विकास को नहीं सभ्य समाजर उग्र अहंकार
ଓ ଅନ୍ୟପଟରେ ବିସ୍ଥାପନ ଓ ଜଙ୍ଗଲ ଜମି ଅଧିକାରକୁ ନେଇ ବିବଶ ମଜବୁର ଆଦିବାସୀ ସମ୍ପ୍ରଦାୟର ପ୍ରାଣସ୍ପର୍ଶୀ ବିପ୍ଳବ। ଜନ୍ମ ନେଲା ଅଗଣିତ ସଂଘର୍ଷମୟ ତାରିଖ, ସ୍ୱର୍ଣ୍ଣାକ୍ଷରରେ ଲେଖା ହେଲା ଅସରନ୍ତି ସ୍ପର୍ଶକାତର ପଟ୍ଟକଥା। ଏହି ଜଙ୍ଗଲ ଆମ ଜୀବନ, ଆମରି ପ୍ରାଣ। ଏଠୁ ଆମକୁ ବିତାଡ଼ିତ କରିବାର ଅଧିକାର କାହାର ନାହିଁ। ଆମେ କାହାର ଦୟାରେ ବଞ୍ଚିବାର ଆବଶ୍ୟକତା ବି ନାହିଁ। ସ୍ଥାୟୀ ଭାବରେ ଏହି ଜମିର ପଟ୍ଟା ପାଇବା ଆମର ନ୍ୟାଯ୍ୟ ଅଧିକାର। ଏହା ହିଁ ଥିଲା ହଜାର ହଜାର ସୁନ୍ଦରଗଡ଼ ଆଦିବାସୀଙ୍କର ସ୍ଲୋଗାନ। ସମଗ୍ର ଦେଶ ସେତେବେଳକୁ ନିଜ ଜଙ୍ଗଲ ଜମିର ପଟ୍ଟା ପାଇଁ ଆଦିବାସୀମାନଙ୍କ ଦ୍ୱାରା ଚାଲିଥିବା ପ୍ରଚଣ୍ଡ ଆନ୍ଦୋଳନର ନିଆଁରେ ଉଦ୍ବୁଦ୍ଧ ହୋଇ ଜଳୁଥିଲା। सम्मान के साथ अगर ये खोजा थी तो संग्राम करो, एकत्र हो और लड़ाई के आगे रहे। କିଛି ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ବଳିଷ୍ଠ ପୃଷ୍ଠପୋଷକତା ସାହାଯ୍ୟରେ ସୁନ୍ଦରଗଡ଼ର ଏହି ଆନ୍ଦୋଳନ ବ୍ୟାପକରୁ ବ୍ୟାପକ ହେବାରେ ଲାଗିଲା ଏବଂ କ୍ରମେ ଜାତୀୟ ସ୍ତରରେ ଚାଲିଥିବା ବିପ୍ଳବ ଧାରା ସହିତ ସଂଯୋଗ ହେଲା। सेंटर फॉर इंटीग्रेटेड रूरल ट्राइबल डेवलपमेंट CIRTD ର ଅବଦାନ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂଗଠନର ସମାଜସେବୀ ମାନଙ୍କର ପ୍ରେରଣାରେ ଉଦ୍ବୁଦ୍ଧ ହୋଇ ସୁନ୍ଦରଗଡ଼ର ଆଦିବାସୀମାନେ ଗଢ଼ି ତୋଳିଲେ 4ଟି ବ୍ଲକ ଯଥା ଟାଙ୍ଗରପାଲି, ବାଲିଶଙ୍କରା, ଲେଫ୍ରିପଡ଼ା ଓ ସବଡେଗାର ଆଦି 55ଟି ଗ୍ରାମକୁ ନେଇ 8 କୋଶିଆ ଆଦିବାସୀ ଏକତା ମଞ୍ଚ ଏବଂ ହେମଗିରି ଆଦିବାସୀ ଏକତା ମଞ୍ଚ ପରି ସ୍ୱତନ୍ତ୍ର ଜନସଂଗଠନ, ଯାହାର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କର ଜୀବନ ଜୀବିକା ଅଧିକାର ସାବ୍ୟସ୍ତ କରିବା, ବିସ୍ଥାପନର ଶିକାର ହେଉଥିବା ବିସ୍ଥାପିତଙ୍କୁ ଥଇଥାନ କରିବା, କାମଧନ୍ଦାର ଅନ୍ୱେଷଣରେ ବିଭିନ୍ନ ସହରକୁ ପଳାୟନ କରୁଥିବା ଲୋକମାନଙ୍କୁ ବୁଝାଇବା ତଥା ନିଜର ଗୋଷ୍ଠୀଗତ ଉନ୍ନତି ଉପରେ ଗୁରୁତ୍ୱ ଦେବା। ଏହି ସଂଗଠନଗୁଡ଼ିକର ଆନୁକୂଲ୍ୟରେ ଆୟୋଜିତ ହେଲା ଶହ ଶହ ପ୍ରଭାବଶାଳୀ ର୍ୟାଲି, ଧାରଣା, ପୋଷ୍ଟକାର୍ଡ଼ ଅଭିଯାନ ଏବଂ ପଟ୍ଟା ପାଇବା ପାଇଁ ଦାବିପତ୍ର ଉପସ୍ଥାପନା ପରି ଅଗଣିତ କାର୍ଯ୍ୟକ୍ରମର ଧାରା। କ୍ରମଶଃ ବିଭିନ୍ନ ସାଂଗଠନିକ ତଥା ଶୃଙ୍ଖଳିତ କାର୍ଯ୍ୟଧାରାରେ ସାମିଲ ହେବା ଦ୍ୱାରା ବିକଶିତ ହେବାରେ ଲାଗିଲା ଆଦିବାସୀମାନଙ୍କର ସାଂସ୍କୃତିକ ଏବଂ ସାମାଜିକ ଜୀବନ। आदिवासी एकता मंच जिंदाबाद, जंगल जमी पटाओ मर दाबी, 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 जंगल जमी पटाओ मर दाबी। सरकार तुम्हें अमर दाबी माने नहीं, जाति न मानी बनिया चलेब, ଶାଣିତ ହୋଇ ଉଠୁଥିବା ଏହି ଆଦିବାସୀମାନଙ୍କର ଅଦ୍ଭୁତପୂର୍ବ ନିଷ୍ଠା ଓ ଅସାଧାରଣ ସଂକଳ୍ପ ଦେଶର ସମସ୍ତ ରାଜ୍ୟରେ ଏକ ସମୟରେ ସୃଷ୍ଟି ହୋଇ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିଥିଲା ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ। ସ୍ୱାଧୀନତାର ପୂର୍ବ ଏବଂ ପରବର୍ତ୍ତୀ ଅବସ୍ଥାରେ ଭାରତବର୍ଷରେ ଯେତେବେଳେ ରାଜ୍ୟ ଜଙ୍ଗଲଗୁଡ଼ିକର ମିଶ୍ରଣ ହେଲା, ସେତେବେଳେ ଜଙ୍ଗଲର ସ୍ଥାୟିତ୍ୱ ଏବଂ ପରିବେଶ ସନ୍ତୁଳନର ପ୍ରମୁଖ ଅଂଶୀଦାର ଭାବେ ଜଣାଥିବା ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କର ପୈତୃକ ସମ୍ପତ୍ତି ଓ ବାସସ୍ଥଳୀ ଉପରେ ଜଙ୍ଗଲ ଅଧିକାରକୁ ସଠିକ୍ ଭାବରେ ସ୍ୱୀକୃତି ପ୍ରଦାନ କରାନଯାଇ ସେମାନଙ୍କ ପ୍ରତି ଏକ ଐତିହାସିକ ଅନ୍ୟାୟ କରାଯାଇଥିଲା ବୋଲି ଶେଷରେ କେନ୍ଦ୍ର ସରକାର ସର୍ବସମ୍ମୁଖରେ ସ୍ୱୀକାର କଲେ। 29 ଡିସେମ୍ବର 2006
ଏହି ତାରିଖ ଦିନ ପାର୍ଲିଆମେଣ୍ଟରେ 57ତମ ସାଧାରଣତନ୍ତ୍ର ବର୍ଷରେ ପ୍ରଣୀତ ହେଲା ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ, ଯାହାକି ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ 2007 ଭାବରେ ନାମିତ ହେଲା। ପରବର୍ତ୍ତୀ ପର୍ଯ୍ୟାୟରେ 1 ଜାନୁଆରୀ 2008 ଠାରୁ ସମଗ୍ର ଦେଶରେ ଏହି ଯୁଗାନ୍ତକାରୀ ଆଇନ କାର୍ଯ୍ୟକାରୀ ହେଲା। ମୁକ୍ତିର ଜହ୍ନ ରାତିରେ ଝରିଲା ଆନନ୍ଦର ଜ୍ୟୋତ୍ସ୍ନା। ସମଗ୍ର ଆଦିବାସୀ ସମ୍ପ୍ରଦାୟ ହେଲେ ଆଶ୍ୱସ୍ତ। ଜଙ୍ଗଲ ସମ୍ପଦର ସଦୁପଯୋଗ ହେବା ବାହାନାରେ ଶାଗ ମାଛ ମୂଲ୍ୟରେ ଧନୀ ପୁଞ୍ଜିପତିମାନଙ୍କୁ ଦିଆଯାଉଥିବା ଜମି ଏଥର ତାହାର ପ୍ରକୃତ ହକଦାରକୁ ମିଳିପାରିବ। ଏହି ସ୍ୱପ୍ନରେ ବିଭୋର ହେଲା ଭାରତବର୍ଷର ଲକ୍ଷ ଲକ୍ଷ ଆଦିବାସୀ ମଣିଷ। ବହୁତ ବିଳମ୍ବରେ ଆସୁ ପଛେ ଏହି ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ଅନେକ ଦୃଷ୍ଟିକୋଣରୁ ଏକ ଚାଞ୍ଚଲ୍ୟକର ଦୃଷ୍ଟାନ୍ତ। ଗଣତନ୍ତ୍ରରେ ଏହା ନିଶ୍ଚିତ ଭାବରେ ଏକ ଅବିସ୍ମରଣୀୟ ମାଇଲ ଖୁଣ୍ଟ। ଏହି ଆଇନର ସାରାଂଶ ହେଲା 2005 ଡିସେମ୍ବର 13 ପୂର୍ବରୁ ଯେଉଁ ଆଦିବାସୀମାନେ ଜଙ୍ଗଲ ଜମିକୁ ଅକ୍ତିଆର କରି ଚଳି ଆସୁଛନ୍ତି ଏବଂ ତାହାର ସଠିକ୍ ପ୍ରମାଣ ଦେଇପାରିବେ, ସେମାନେ ପରିବାର ପିଛା 10 ଏକର ପର୍ଯ୍ୟନ୍ତ ଜମିର ଶିରୋନାମା ବା ପଟ୍ଟା ପାଇଁ ଦାବି କରିପାରିବେ। ଅନ୍ୟ ପାରମ୍ପରିକ ବନବାସୀମାନେ ଯଦି 75 ବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରି ଆସୁଥିବେ, ତାହେଲେ ତାର ଉପଯୁକ୍ତ ପ୍ରମାଣ ଦେଇ ସେମାନେ ମଧ୍ୟ ନିଜର ଦାବି ଜଣାଇପାରିବେ। ଦରକାର ପଡ଼ିଲେ ଗ୍ରାମର 75 ବର୍ଷ ବୟସ୍କ ବୃଦ୍ଧଙ୍କର ଅନୁମୋଦନକୁ ମଧ୍ୟ ସେଥିପାଇଁ ବିଚାରକୁ ନିଆଯାଇପାରିବ। ଶିରୋନାମା ବା ପଟ୍ଟାରେ ନିଶ୍ଚିତ ଭାବରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ନାମ ଉଲ୍ଲେଖ ରହିବ। ପଟ୍ଟା ମିଳିଥିବା ସମସ୍ତ ଜଙ୍ଗଲ ଜମିକୁ ବଂଶାନୁକ୍ରମେ କେବଳ ଉତ୍ତରାଧିକାରୀ ସୂତ୍ରରେ ଯାହା ଉପଭୋଗ କରିହେବ, ଏହାକୁ କୌଣସି ବି ପରିସ୍ଥିତିରେ ବିକ୍ରିବଟା ବା ହସ୍ତାନ୍ତର କରାଯାଇପାରିବ ନାହିଁ। ଏବଂ ଶେଷରେ କୌଣସି କାରଣରୁ ଯଦି ସରକାରଙ୍କ ଦ୍ୱାରା ପଟ୍ଟା ମିଳିଥିବା ଜମିଜମା ଅଧିକୃତ ହୁଏ, ତେବେ ସେ ଜମିର ଉଚିତ ମୂଲ୍ୟ ନିଶ୍ଚିତ ଭାବରେ ଦିଆଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଆଇନ କାର୍ଯ୍ୟକାରୀ ହେବା ଅବସରରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ 2ଟି ଅତ୍ୟନ୍ତ ଉପଯୋଗୀ ଅଧିନିୟମକୁ ଜନ୍ମ ଦେଲା। ସେଗୁଡ଼ିକ ହେଲା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷିରେ କ୍ଷତି ହେଲେ ଅନ୍ୟ ରାଜସ୍ୱ ଗ୍ରାମର ଲୋକମାନଙ୍କ ପରି ଜଙ୍ଗଲ ଜମିରେ ପଟ୍ଟା ପାଇଥିବା ହିତାଧିକାରୀମାନେ ମଧ୍ୟ କ୍ଷତିପୂରଣ ଓ ଉପଯୁକ୍ତ ରିଲିଫ୍ ପାଇପାରିବେ। ଏହାଛଡ଼ା ସେମାନଙ୍କ ଜମିରେ କୃଷି ଓ ଉଦ୍ୟାନ ବିଭାଗ ତରଫରୁ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ। ନିଜର ଗୋଷ୍ଠୀଗତ ଆବଶ୍ୟକତା ଯଥା ମଶାଣି, ସ୍କୁଲ, ଖେଳ ପଡ଼ିଆ, ଡାକ୍ତରଖାନା ଓ ଟ୍ରେନିଂ ସେଣ୍ଟର ଇତ୍ୟାଦି ସୁବିଧା ପାଇଁ 12.5 ଏକର ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଯାଇପାରିବ। ଆଇନ ପ୍ରଣୟନ ପରେ ଏହା କିପରି ସଫଳ ଭାବରେ ରୂପାୟିତ ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆନଗଲେ ବହୁତ ଖଳ ଲୋକ ଓ ଅସାଧୁ ସରକାରୀ କର୍ମଚାରୀ ମିଳିମିଶି ହଜାର ହଜାର ଦୁର୍ନୀତି କରି ଦେଶକୁ ଦୁର୍ବଳ କରୁଥିବା ପରି ଏଥିରେ ମଧ୍ୟ ଚଞ୍ଚକତା କରିବେ ଏବଂ ଏକର ଏକର ଜଙ୍ଗଲର ଗଛ କାଟି ଜମିକୁ ଅକ୍ତିଆର କରି ପ୍ରକୃତ ହକଦାରମାନଙ୍କ ପ୍ରତି ଘୋର ବିପଦ ସୃଷ୍ଟି କରିବା ଆଦୌ ଅସମ୍ଭବ ନୁହେଁ। ସେଥିପାଇଁ ମଧ୍ୟ ଆରମ୍ଭ ହେଲା ସଭା, ସମିତି, କର୍ମଶାଳା, ପ୍ରଚାରପତ୍ର ଓ ପୋଷ୍ଟର ଅଭିଯାନ ପରି କାର୍ଯ୍ୟକ୍ରମମାନ। ବାଲିଶଙ୍କରା ବ୍ଲକର ଢବାଢୁଲି, ବୁଢ଼ାଝରନ, ଗିରେଲଖୋଲ, ପତେକାନି, ଗୋଏଲସୁଖା ଆଦି 50 ଖଣ୍ଡି ଗାଁ ଏବଂ ହେମଗିରି ବ୍ଲକର ସାରଙ୍ଗୀଝରିଆ, ଲେବଦା ଜୋର ଆଦି 30 ଖଣ୍ଡି ଗାଁରେ CIRTD ସଂଗଠନର କର୍ମକର୍ତ୍ତାମାନଙ୍କର ବଳିଷ୍ଠ ନେତୃତ୍ୱରେ ଆଗେଇ ଚାଲିଲା ସେହି ଫର୍ମ ପୂରଣ ଓ ଦାଖଲର ସହାୟତା ଅଭିଯାନ। ଜଙ୍ଗଲ ଅଧିକାର ପାଇଁ ଯେଉଁ କ ଫର୍ମ ଗୁଡ଼ିକ ଆମେ ସେ ବିଷୟରେ ଆଲୋଚନା କଲେ, ଆମ ସଂସ୍ଥା ତରଫରୁ ସେଗୁଡ଼ିକ ଛପା ହୋଇକରି ଆପଣଙ୍କ ପାଖକୁ ଅଣାହେଇଛି ଏବଂ ଆପଣ ଜାଣି ଖୁସି ହେବେ ଯେ ଏଥିପାଇଁ ଆମେ କୌଣସି ପଇସା ନେଉନାହୁଁ, ଏଗୁଡ଼ିକ ମାଗଣାରେ ହିଁ ମିଳିପାରେ। ଏବେ ଆମ ସଂସ୍ଥାରୁ ଯେଉଁ ଭଉଣୀମାନେ ଆସିଛନ୍ତି ସେମାନଙ୍କୁ
ସେମାନେ ଆପଣମାନଙ୍କୁ ଏଇ କ ଫର୍ମ ଗୁଡ଼ିକ ଦେବେ ଏବଂ ଏଇ କ ଫର୍ମ ଗୁଡ଼ା କିଭଳି ପୂରଣ କରିବେ ସେମାନେ ମଧ୍ୟ ଆପଣମାନଙ୍କୁ ସାହାଯ୍ୟ କରିବେ। जेन पहला जहाँ ना लिखाई तुम ना लिखाई ओहमती लाकड़ा दाबीदार मान नाम बोले इने स्वामी किंबा स्त्री को नाम कहे जेहेतु तुम इने ओहमती लाकड़ा तुम ना लिखाई इने तुम स्वामी ना लिखाऊे है पिता नाम सामूहिक अधिकार बा गोष्ठीगत अधिकार जमती आम जी जी जमी चाष करुचे से व्यक्तिगत से क फर्म रे पूरण करके आपण आनिले तार आम जोड़ा दरकार से बुझेलु जोड़ा कमी अच्छी से बुझेलु आउ से फर्म को लेकिन आप जंगल अधिकार कमिटी पाखे देकी रसीद आनिबे से भाई आज आम ख फर्म विषय आउ टे भलरे बुझा खेल पड़िया क्लब घर आंगनवाड़ी केन्द्र यही सब आउ पोखरी करवा ये सब आपणकर उन्नति से आर्थिक उन्नति हम सामाजिक उन्नति हम से 12.5 एकर पर्यंत जमी जंगल जमी को डाइभर्सन करके गोष्ठी अधिकार को सरकार देवे बेली एबे नुआ पुणी नियम से जोड़ा है। फर्म पूरण हो जंगल अधिकार कमिटी निकट में दाखल हुए एवं रसीद नियाजिबा परे ग्राम सभार अनुमोदन को अपेक्षा करे। समस्त के जुहार। आज जेन आम बसीचु जंगल फर्म रो विषय नहीं कि कहार केते लेखा जमी अच्छे देख मु ना गुड़ाक पढ़ुचे एठी सरपंच पंचायत ऑफिस कर्मचारी एवं भोट दे पारुथुवा समस्त ग्रामवासी उपस्थिति रे ही सेगुड़िक जाए जुग्म अनुसंधानकारी कमिटी को। हाँ आज जेन ग्राम सभा है आपण मानकर ई जंगल जमी ये उपरे जहाँ जहाँ आमर सब प्रस्ताव इने गृहित है जेन जेन सब सरपंच आज्ञा पढ़ले जहाँ जहाँ ना से सब तो ठीक अच्छे कहल आपण मैंने समस्त दस्खत कर दून आउ जी दस्खत देवे देवे जी दस्खत नहीं जानी टिप चिन्हा देवे है दस्खत कर हाँ है गला सबे करल तो दस्खत हाँ हेले हैला आज सभा एतकी भंग है। जुहार 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 सबके जुहार सबके जुहार। वन विभागर अधिकारी राजस्व विभागर कर्मचारी एवं जंगल अधिकार कमिटी प्रतिनिधि तत्वावधान में आरंभ हुए तापरे जमीर मापचुप काम। केते बाड़ी होजे तमे हिसाब करो। अच्छा श्याम सुंदर तमे याडे आसो तमर जमीन आप होजे तो हैं केते बाड़ी हला दुई बाड़ी हला तो अच्छा तमर आरीटा इने पड़वा कि केना पड़वा जे पर्चा के ना पूजे देखो परे परे नाही हुए याने माप जो कहूचे एटा सब दिन लई रहबा हला चलो नापो एते जंगल जमी गोना मामा पूछ रे काला ठीक है हां यहाँ चिन तो सुनो यहाँ चिन तो हमें जो हम जमी माफ करी तमटा मैं रंजन ना तमर बाबा तो कथा लागु छे हला और रଣା किला ठीक है नहीं करो ने नक्शा कटा हो जे बुझलो कि नहीं भूल हे गेले बोला जा तमटा यहाँ परे दाबी गुड़िक सब डिविजनल कमिटी को जाई विचार करा जाए एवं निष्पत्ति निया जाए जहाँ जिला स्तरीय कमिटी रे अनुमोदन लाभ करी जिलापाल डीएफओ पीएआईटीडीए आदि अधिकारी द्वारा दस्तखत करा जाई पट्टा बंटन प्रक्रिया आरंभ हुए। वर्ष वर्षर एई पट्टा पाइबार स्वप्न आज हाथ पाहांतारे ओ ताको मिलिथिबा एही चमत्कार अधिकार को साकार करिबारे आमे उत्सर्गित हेबा ही हेबो आम अन्याय और पापर प्रायश्चित। समस्तंकर मिलित सहयोगरे सदर ब्लॉकर 19 जन ग्रामवासी को प्रथमे दियागला पट्टा एवं आरंभ हला एक सुवर्ण जुगर नुआ सकाळ। यापरे हठात पुणी सृष्टि हला विभिन्न टाउटरी और दलाली परी मंद प्रकृति लोकंकर सठतार खेल। विभिन्न स्वेच्छासेवी संगठन और सरकारी कर्मचारी प्रत्यक्ष परिचालन
ସେମାନଙ୍କୁ କୌଣସି ଦଲାଲ କଥା ନ ଶୁଣି ସିଧାସଳଖ ସରକାରଙ୍କ ଅଫିସ୍ ସହିତ ଯୋଗାଯୋଗ କରିବାକୁ ବାରମ୍ବାର ବୁଝାଇ ଦିଆଗଲା। जदि हमार आगे जैसे आवत रहे माने फॉरेस्टर हो कि मुहरी हो कि दफेदार जो मन भी आवत रहे तो और जो मन भी माने हमारे लेखन संस्था हैं माने जे माने सन आवत हैं दूसरा संस्था भी जे तार गाँव लगिन हमरे आगे कर दे हमें जल्दी कर दे कह के कि हमें ठीक से करे परब कह के जमान भी कहबाएं और मन कुछ माने से विश्वास न करबा। विभिन्न समय सरकारी अधिकारी आश्वासना और श्रद्धा पाइबा द्वारा सेमानंकर आत्मविश्वास भी बेस वृद्धि पाइला जहा तांको मानसिकतारे आनिला परिवर्तन। आज पर्यंत सुंदरगढ़र 2 लाख आदिवासी परिवारंक मध्यरु 30,000 दाबी दाखल करा जाई सारिछि एवं सेथिरु मात्र 12,000 योग्य विवेचित होइतिबा बेले अन्य गुड़िक विभिन्न कारण जोगु नाखच करा जाइछि। तन्मध्यरु 31/3/2011 सुद्धा समग्र जिल्ला रे 9,214 जनकु पट्टा बंटा जाई सारिछि। ए सरकार हमरे मन के जोगाजोग करो और हमरे मन के ई पट्टा और ई जंगल के कागज पत्र के देख लगी हमरे के सुविधा करो। हमरे मन ब्लॉक के तहसीलदार के और हमरे मन कलेक्टर थाने में जाके हमरे कहे लेकिन हमारे के कुछ नहीं बुझे। एथिरु स्पष्ट बारी ही पड़े जे केते मंथर गति रे आगौछि एही पट्टा दिया जिबार प्रक्रिया। सेथिपई एबे समस्त ग्रामवासी एकजुट होई जिल्लापालंकु देखा करिबाकू बाहरिछंती। निज अधिकार पई कहार दया उपर निर्भर करिबा अनुचित भाबी एमाने निजे निज पई स्वर उठाउछंती। जिल्लापाल उपजिल्लापाल बीडीओ डीआरडीए वन विभाग पीआईटीडीए आदि विभिन्न सरकारी ऑफिस सहित सीधा सड़क जोगाजोग करुछंती सेमाने। केवल ये जो जंगल जमी अधिकार नुहे सरकार जो अन्य कार्यक्रम रही आमर आईटीडी माध्यम रे आपण मानकर जमीर केमती जलसेचन हो पार आपण मानकर केमती इनकमेबिलिटी बढ़ी पार सब गोटे कथा विश्वास करूँ जे सरकार सब आपण मान हित में अच्छी व्यापक आकार में प्रचार कर दिन से ब्लॉक रे गोटे अवेयरनेस कैंप रखा तेणु समस्त लोक भी जना प्रोग्राम से दिन होचे लोक आसवे तो तार व्यवस्था आम करूँ। देखा जाउछि सरकारक तरफरु भी सेमानंकु मिलुछि समवेदना सहयोग आशा और प्रतिश्रुति। सुख को चाहे चाहे आखिरु पानी निगिड़ी जाइथिबा बेले सेमानंक नारे पट्टा को प्रस्तुत करी पीएआईटीडीए महाशय निजे बुढ़ाझरन गाँव में पहुँचवा समस्तंक पई थिला एक गर्वर विषय। सरकार प्रति दुर्बल हो आसुथिबा भरोसा यह द्वारा निश्चय बढ़िबो एवं अन्य असंख्य असहाय मनुष्यों मन भी सृष्टि हेबो गभीर आस्था। साधु लकड़ा आसो पटा नब आस कालिदास बेग 3 एकर 52 बिघा कल्याणी कुजूर 6 एकर 32 डिसमिल आज्ञा अपन कर धर्म में आमे पटा पाइल आज एखन
15 बरसरू आम जमी चाष कर नहीं पारुदिल आगे एबे हमें मो पुओ दियो कहीं जाई पारिबे नहीं एबे जमी चाष करिबे। धनमासी टपो 5 एकर 37 डिसमिल अच्छा पटा रही है। धन्यवाद हम बहुत खुशी रे पाई गलूँ एते हमके सस्ता थी मिली गला और हमें छुआ पिला के खन हमें जहीं भी जाइक नहीं दम हमार जमीन कमाबे और हमके पूछबे एते लगे बहुत खुशी। सबके जुहार जुहार आज्ञा जुहार 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 जुहार। यही सब जो जमी गुड़ा बर्तमान आपणक ना रे से अधिकार रहिबा पई जो शिरोनामा प्रदान करागला से जमी गुड़िकर किपरि डेवलपमेंट हो पार आउ सरकार विभिन्न साहाय्य सहयोग जो रही चाषी मान प्रति लोक मान प्रति जो जो योजना गुड़ा सब रही से सब माध्यम आपण मान सब प्रकार सहायता प्रदान करा जाई पारिबो। बहुत दिन और तपस्या आज आमर सफल हो पारे जेनटा कि आमर एठाने किछटा भाई बहन पाइले आउ ये लड़ाईटा आमर जे PIITDA सुंदरगढ़ जेन आम के अधिकार आज देकरी खुशी कराले इना आसिक लोग काम करबे आपण माने किसी नेले भी मास्क नेले भी वर्ष नेले भी 10 ରୁ 20 हज़ार कम कम आपण माने हेतिले आपण मोर बहुत बहुत रिक्वेस्ट युवपीढ़ी के एटा आह्वान है कि से माने नहीं पाऊ जे आमे जे शहर रे रही जमु शहर पलामु आ सेना आमे आउटे काना हे जमु बेसी से बेसी आपण के सरकार योजना जे कथा सब चली छे जदि गोटे गाँव रे आउचे के BPL समस्त खान हाथ देखी देवे आमे BPL वाले चाहू छु सेटा नहीं है कि आमे कहता आमे ना BPL आमे नहीं हो आमे हमर जेनटा वर्षर जेतकी दरकार आमे हमर जमीन नो कमे पारु छु जदि सेटा आपण माने करि पारबे आमे आपण संगे अछु आ इटा लागि चिंता करूँ हेले हमर छुआ बॉम्बे गोवा दिल्ली जाइकर जेन छुआ माने हरास होचन मरुछन सेक्सुअली हरास होचन से सब बंद हवा चाष उपर आपण ध्यान दउन आ चाष के बड़ा वाले काण काण करि पारमा हेले सरकारी योजना चाष समस्त मिसी एका से करमा गोटे सामग्रिक विकास हवा। CIRTD संपादक उक्ति वास्तव में गभीर तात्पर्यपूर्ण पट्टा मिलगले से काम सरी जाएनि एबे सेही जंगल जमीर प्रतिटी इंच जगह को सरस सुंदर सुजला सुफला बा उत्पादनक्षम करी सेमानंकर समन्वित विकास करने पाई तृणमूल स्तर स्वेच्छासेवी संगठन बैंकर एवं सरकारी विभागर विभिन्न योजना गुड़िकर समन्वय और कन्भर्जेन्स प्रक्रिया त्वरान्वित करने निहाती आवश्यक। एसबू जीवन को भल पाइबार संकल्पर कथा निज गोड़े ठिया होई विकलांगत्वरु मुक्ति पाइबार कथा। मुक्ति सतरे आज समस्ते जेमिति बंधनर अभिशापरु मुक्त वनवासीर निर्वासन आज जेमिति शेष। चाखंडे माटीर मोह पई कृषिजीवी माने संग्राम करिबा और शेषरे लड़ाई करी अधिकार साब्यस्त करिबा परे वन फूलर सुगंधरे विभोर हो पड़िथिबा एहा एक अपूर्व जतरा। समस्तंकर असीम खुशीर ताଳରେ आज नाचुछि प्रकम्पित बण पहाड़ घेरा जंगल जीवन। सरकारंकर समस्त योजनार सुफल पाइबाकू ग्रामवासी माने एक ही आगो को बढ़िबा को अंटा भिड़िलेनी। आपको जो मालिकाना दियागला जमीर तार उन्नति विकास आवश्यक आपण सेठी वर्तवासी सेठी को जगह जमीर उर्वरता नहीं किंतु आपण जेहेतु जंगल जमीन को निर्भर कर
ସଂରକ୍ଷଣ ରଖିଛନ୍ତି ଏବଂ ତା ଉପରେ ନିର୍ଭର କରୁଛନ୍ତି ତାଙ୍କୁ ଆମେ କେମିତି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସେହି ଜମିର କିଛି ଉନ୍ନତି କରିବା। ଏହି ଆଦିବାସୀ କଲ୍ୟାଣ ପାଣ୍ଠି ନେବାର ଅଛି ସେଥିରେ ଆମେ ସେଇଟା ଲୋନ୍ ନୁହଁ ଋଣ ନୁହଁ ସେଇଟା ହେଉଛି ପୁରା ସମ୍ପୂର୍ଣ୍ଣ ଭାବରେ ଗ୍ରାଣ୍ଟ ବା ସମ୍ପୂର୍ଣ୍ଣ ଭାବରେ ମାଗଣାରେ ଯୋଗାଇ ଦିଆଯାଉଛି ସେ ସୁବିଧା ଆପଣମାନଙ୍କୁ ଯାହାକୁ କୁହାଯାଉଛି ଦାବି ଯୋଜନା। ଆପଣମାନଙ୍କୁ ଅନୁରୋଧ କରୁଛି ଯେଉଁଠି ପାଣିର ସୁବିଧା ଅଛି ଆପଣମାନେ ଯଦି ବିକେପିଆଇ ଯୋଜନାରେ କରିବାକୁ ଚାହୁଁଛନ୍ତି ତାହେଲେ ଗୋଟେ ଆପ୍ଲିକେସନ୍ ଆମକୁ ଦେଲେ ଆମେ ଯାଇକି ସର୍ଭେ କରିକି ସେଠି ଉଠାଜଳସେଚନ ପ୍ରକଳ୍ପ କରିବା କେମିତି କରାଯିବ ସେସବୁ ଆମେ ଆପଣଙ୍କୁ ସହାୟତା ସେଥିରେ କରିବୁ। ସଂସ୍ଥା ଯେଉଁ ସଂସ୍ଥା ମାଧ୍ୟମରେ ସରକାର ଆମକୁ ବିଭିନ୍ନ ସ୍କିମ୍ ଦେଇଛି ଯେପରିକି ଆମର ସେସବୁ ଆମ ଗରିବ ଲୋକମାନଙ୍କୁ କେମିତି ଉନ୍ନତି ପଥକୁ ଆଣିପାରିବା ସେମାନଙ୍କୁ କେମିତି ଆମେ କାମ ଯୋଗାଇଦେବା। ମୁକ୍ତ ଉତ୍ପାଦନ ଅଧିକ କରିବା ପାଇଁ ହେଲେ ଆମମାନଙ୍କୁ ବୈଜ୍ଞାନିକ ପଦ୍ଧତି ମଧ୍ୟ ମାଛ ଚାଷ କରିବା ପାଇଁ ପଡ଼ିବ। ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ ଆମ ଅଫିସ ରହିଛି ସେଥିରେ ଆମେ ସମସ୍ତଙ୍କୁ ଟ୍ରେନିଂ ଦେଉଛୁ ଏବଂ ସବୁ ଯିଏ ଜାଣିବ ତାଙ୍କୁ ମଧ୍ୟ ଟ୍ରେନିଂ ଦେଉଛୁ। ଟ୍ରେନିଂ ପାଇଁ ମଧ୍ୟ କାର୍ଯ୍ୟ ରହିଛି ଯେଉଁଟା ରିଏଲ୍ ଜିନିଷ ତାଙ୍କ ନାଁରେ ନ ତାଙ୍କେ ମୋ ଗୁଡ଼ିଏ ନାଁରେ ସମାନ ପରିମାଣରେ 45,000 ଟଙ୍କା ଓ ଗୋଟେ ସବ୍ ଦିଆହୁଏ। ଯେଉଁମାନେ ଜମି ଜମା ପାଇଛନ୍ତି ତାଙ୍କୁ ମଧ୍ୟ ଆମେ ଏଠି ଅନ୍ତର୍ଭୁକ୍ତ କରିବା ଏଥିରେ ଆମେ ଏଇ ହିତାଧିକାରୀ ମାନଙ୍କୁ ଆମ୍ବ ଚାଷ କାଜୁ ଚାଷ ଲେମ୍ବୁ ଲିଚୁ ଇତ୍ୟାଦି ଯେଉଁଠି ପାଣି ସୁବିଧା ଅଛି ସେଥିରେ କଲେଜ ମଧ୍ୟ କରିପାରିବା। ଆଠକୋଶିଆ ଆଦିବାସୀ ଏକତା ମଞ୍ଚ ହେମଗିରି ଆଦିବାସୀ ଏକତା ମଞ୍ଚର ନେତୃତ୍ୱରେ ଏଇ କିଛି ମାସ ହେବ ଲୋକଙ୍କୁ ମିଳିସାରିଲାଣି ଅନେକ ସୁବିଧା ସୁଯୋଗ। ରାସ୍ତା ନିର୍ମାଣ କୃଷି ପୋଖରୀ ଆଦି ଅନେକ କାମ ହାତକୁ ନିଆଯାଇ ସାରିଲାଣି। ବିଜୁଳି ଆଲୋକର ସଂଯୋଗ ପାଇଁ ବି ଗାଁ ଗାଁରେ ଆରମ୍ଭ ହୋଇଛି କାମ। ଏହି ନିକଟରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୁନ୍ଦରଗଡ଼ଙ୍କର ସହଯୋଗ ଫଳରେ ବାଲି ଶଙ୍କରା ବ୍ଲକର ଢବାଢୁଲି ଗ୍ରାମରେ ପଟ୍ଟା ପାଇଥିବା ପରିବାରଙ୍କ ମଧ୍ୟରୁ 33ଟି ପରିବାରକୁ କୃଷି ପୋଖରୀ ଖୋଳା ବାବଦରେ ଅନୁଦାନ ଦିଆଯାଇଛି ଏବଂ ସେ ସମସ୍ତ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ସେଥିରେ ପୁଣି ବିଡିଓ ଓ ସରପଞ୍ଚ ଉପସ୍ଥିତ ରହି ସମୟ ସମୟରେ ସେମାନଙ୍କୁ ଅଧିକ ପ୍ରେରଣା ଯୋଗାଇ ଦେଉଛନ୍ତି। ଢବାଡଲିରେ ଆମର 49 ଜଣ ଲୋକ ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି ଏବଂ ଏ 49 ଲୋକଙ୍କର ପଟ୍ଟା ପାଇଥିବା ଲୋକଙ୍କ ପାଇଁ ଆମେ ଫାର୍ମ ଫଣ୍ଡ ଯୋଗାଇ ଦେଇଛୁ। ଆଉ ସେମାନେ ଫାର୍ମ ଫଣ୍ଡ ଖୋଲିଛନ୍ତି। 22ଟା ଫାର୍ମ ଫଣ୍ଡ ଖୋଲା ସରିଯାଇଛି ଅଲରେଡ଼ି। ଆଉ 6ଟା ଏବେ ଅଣ୍ଡର ପ୍ରୋସେସ୍ରେ ଅଛି, କାମ ଏବେ ସରିଯିବ। ତାପରେ ଆମେ ପର୍ଯ୍ୟାୟକ୍ରମେ ମୋ କୁଡ଼ିଆ ଇନ୍ଦିରା ଆବାସରେ ମଧ୍ୟ ସେମାନଙ୍କୁ ଅନ୍ତର୍ଭୁକ୍ତ କରୁଅଛୁ। ଜଙ୍ଗଲ ଏରିଆ ମାନକେ ରୋଡ଼ ରାସ୍ତା ନଥିଲା ନା ପାଣିର ସୁବିଧା ନଥିଲା, କିନ୍ତୁ ଏବେ ପଟ୍ଟା ପାଇଲା ସାର୍ ଏବେ ସବୁ କାମ ହେବା ବୋଲି ମୁଇଁ ଆଶା କରୁଛେଁ। ଆଉ ସେଥିଲାଗି ଆମର ତ ପ୍ରୋଗ୍ରାମ ଅଫିସର ଅଛନ୍, ଆମର ଜିଲ୍ଲାପାଳ ଅଛନ୍, ସମସ୍ତେ ଅଛନ୍ ସାହାଯ୍ୟ କରବାର୍ ଲାଗି। ସେମାନେ ସାହାଯ୍ୟ କଲେ ମୁଁ ସମସ୍ତଙ୍କୁ ମାନେ କାମକେ ଆଗେଇ ବଢ଼େଇ ନେତି ଆଉ ଗରିବ ଆଦିବାସୀମାନଙ୍କର ଲାଗି ସୁବିଧା ହୋଇପାରତା ବୋଲି ମୁଇଁ ଆଶା କରୁଛେଁ। ସମସ୍ତଙ୍କର ଭାବପୂର୍ଣ୍ଣ ସହଯୋଗ ଦେଖିଲେ ଏମିତି ଲାଗୁଛି ଯେମିତି ସେଦିନ ଆଉ ଡେରି ନୁହେଁ ଯେବେ ପ୍ରତିଟି ଆଦିବାସୀ ଗାଁ ବିକାଶ ଓ ପ୍ରଗତି ଧାରାରେ ସଂସ୍କୃତି ଓ ସୃଜନଶୀଳତାରେ ସମୃଦ୍ଧ ହେବ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ। ଯୋଜନାବଦ୍ଧ ଭାବରେ ଉଚ୍ଚ ଭୂମିରେ ବିଭିନ୍ନ ପ୍ରଜାତିର ବୃକ୍ଷ, ବାଉଁଶ, ଫଳଗଛ, ଔଷଧୀୟ ଲତା ଚାଷ ହେବ। ନିମ୍ନ ଭୂମିରେ ମାଟି ପରୀକ୍ଷା କରାଇ ମରୁଡ଼ି ସହିପାରୁଥିବା ଫସଲ ଯଥା ମାଣ୍ଡିଆ, ଗଙ୍ଗେଇ, ଗୋଲଜି, କାନ୍ଦୁଲ, ବିରି, କୋଳଥ ଓ ରାଶି ଏବଂ ବିଭିନ୍ନ ପନିପରିବା ଚାଷ କରି ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ନିରାପତ୍ତା କରାହେବ। ଛୋଟ ଛୋଟ ବନ୍ଧ କରାଯାଇ ଜଳସେଚନ ହେବ। ସେଦିନ ଆଉ ଡେରି ନୁହେଁ ଯେବେ ଫୁଲଜେନ୍ସିଆର ସ୍ୱପ୍ନ ଆଉ ସ୍ୱପ୍ନ ହେଇ ସେହି ସ୍ୱପ୍ନରେ ହିଁ ରହିଯିବ।
ପିଲାଏ ପାଠ ପଢ଼ିବେ, ବଡ଼ କଲେଜରେ ପଢ଼ି ବଡ଼ ମଣିଷ ହେବେ। ଏ ଅଭିଳାଷ କେବଳ ଫୁଲଜେନ୍ସିଆର ନୁହେଁ, ଅସହାୟ ଓ ନିଷ୍ପେଷିତ ବନବାସୀର ସନ୍ତାନ ସର୍ବହରା ନହେଇ ମର୍ଯ୍ୟାଦା ଓ ସ୍ୱାଭିମାନର ମଣିଷଟିଏ ହେବ। ଏହି କଳ୍ପନାର ଅଭିସାରକୁ ନେଇ ଆଜି ବିଭୋର ପ୍ରତିଟି ବନବାସୀର ମନ। ହସର ଜୁଆର ଉଛୁଳି ପଡ଼ୁଛି ଆଜି ତାର ଅନ୍ତରର ବେଳାଭୂମିରେ। ଆଜି ଖାଲି ହସ, ହସ ଆଉ ହସ, କେବଳ ହସର ହିଁ ଆଜି ଘୂର୍ଣ୍ଣିଝଡ଼। ଏହି ଖୁସିର ଝଡ଼ରେ ତାଙ୍କ ଭିତରେ ଉଇଁ ଉଠିଛି ଅଜସ୍ର ଆତ୍ମବିଶ୍ୱାସ। ସେହି ବିଶ୍ୱାସକୁ ଆଶ୍ରା କରି ସେମାନେ ଆଜି ଅଭିଶପ୍ତ ଅତୀତର ଏହି ଅନ୍ଧ ଗଳିକୁ ପଛରେ ଛାଡ଼ି ନୂଆ ଦୁନିଆର ସନ୍ଧାନରେ, ନୂଆ ଦିଗ୍ବଳୟର ଅନ୍ୱେଷଣରେ। ହାତରେ ହାତ, କାନ୍ଧରେ କାନ୍ଧ ଓ ପାଦରେ ପାଦ ମିଶାଇ ନାଚୁଛି ମାନବବାଦର ଏହି ବିଶାଳ ପଟୁଆର। ଏହି ଜଙ୍ଗଲରେ ସେମାନଙ୍କର ଜନ୍ମ, ଏହି ଜଙ୍ଗଲ ହିଁ ସେମାନଙ୍କର ପ୍ରେମ। ଏଇଠି ବିସ୍ଥାପନ, ପୁଣି ଏଇଠି ନିର୍ବାସନ, ଏଇଠି ଯାଯାବର, ପୁଣି ଏଇଠି ଜବରଦଖଲକାରୀ କାଠଚୋର। ଏମିତି କେତେ ହାହାକାର, କେତେ ଅତ୍ୟାଚାର, ତଥାପି ବଦଳି ଯାଇନାହିଁ ତାଙ୍କ ଅମର ପ୍ରେମର ଦିଗ। ଇଏ ସେଇ ପ୍ରେମର ମହୋତ୍ସବ, ଯେଉଁଠି ସମର୍ପିତ ଗୋଟିଏ ଜାତିକୁ ପରିଚୟ ମିଳିବାର ଆନନ୍ଦ, ଯେଉଁଠି ଉଲ୍ଲସିତ ଗୋଟିଏ ଗାଁକୁ ଠିକଣା ମିଳିବାର ସ୍ୱାଧୀନତା, ଯେଉଁଠି ଶିହରିତ ଗୋଟିଏ ମଣିଷକୁ ବଞ୍ଚିବାର ଅଧିକାର ମିଳିଥିବାର ସ୍ୱାଭିମାନ। ଏହି ସ୍ୱାଭିମାନରେ ତିଆରି ହେଉ ସେମାନଙ୍କ ହାତରେ ନୂଆ ମାଟି, ନୂଆ ପାଣି ଓ ନୂଆ ପବନର ଗୋଟିଏ ନୂଆ ଦୁନିଆ। ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ଓ ଅବିଚାରରୁ ଶିକ୍ଷା ଲାଭ କରି ତାଙ୍କର ଏହି ନୂଆ ଦୁନିଆ ସନ୍ଧାନରେ ବାହାରିଥିବା ଆତ୍ମହରା ଶୋଭାଯାତ୍ରାରେ ସାମିଲ ହେବା ଆଜି ଆମ ସମସ୍ତଙ୍କର ଏକ ଦାୟିତ୍ୱ। ଠିକଣା ଖୋଜୁଥିବା ବନବାସୀ ପ୍ରତି ବୋଧହୁଏ ଏହା ହିଁ ହେବ ଆମର ଯୁଗୋପଯୋଗୀ କର୍ତ୍ତବ୍ୟ। ସପନ ହୋଇବ ସତା, ଆସିବରେ ଦିନେ ସୁଖ, ଜଙ୍ଗଲ ଜୀବିକା ସୁରକ୍ଷିତ ହେବ। ସେଇ ଆଶା ନେଇ ମରି ହସି ହସି, ଜାଣିଲା ସେ କାହିଁ ଯାଏ ଭାସି ଭାସି। ଠିକଣା ଖୋଜୁଛି ବନବାସୀ।